ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ବଡ଼ପଣର କିଛି ମୁଁ ତ ଆପଣମାନଙ୍କୁ ସର୍ବପ୍ରଥମେ ଓଡ଼ିଆ ଭାଷା ଓ ସାହିତ୍ୟ ସିନ୍ଧୁ ଚ୍ୟାନେଲକୁ ସ୍ୱାଗତ କରିବି। ଏବେ ବଡ଼ପଣର କିଛି ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। କିଛି ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ ଉତ୍ତର। ସମ୍ଭାବ୍ୟ 4ଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖିବାକୁ ହେବ। 1 ମାର୍କ ବିଶିଷ୍ଟ। ଗୋଟିଏ ବାକ୍ୟରେ ଉତ୍ତର ଦିଅ, 2ଟି ବାକ୍ୟରେ ଉତ୍ତର ଦିଅ 1 ମାର୍କ ବିଶିଷ୍ଟ ଏବଂ 3ଟି ବାକ୍ୟ ବା 30ଟି ଶବ୍ଦ ମଧ୍ୟରେ ଉତ୍ତର ଦିଅ। ଏମିତି ଆମେ 100ଟି ପ୍ରଶ୍ନ ଉତ୍ତର ସଠିକ୍ ଭାବରେ ଆମେ ଆଲୋଚନା କରିବା। ଏବେ ଦେଖିବା ଏ ପ୍ରଶ୍ନକୁ। ଦେଖ ପିଲାମାନେ, ଧନ ଅର୍ଜନ ସଫଳତା କେଉଁଠାରେ ଥାଏ? ଖାଇ ପିଇ ଆରାମ କରିବାରେ, ବିଳାସ ବ୍ୟସନ ବ୍ୟୟ କରିବାରେ, ସୁବ୍ୟୟରେ, ଅନ୍ୟକୁ ଦାନ କରିବାରେ। ଏଇଠି ସଠିକ୍ ଉତ୍ତର ହେଉଛି ସୁବ୍ୟୟରେ। ତ କେଶରୀ ଔରସୀ ତୁମ୍ଭେ ସିନା ଶ୍ୱାନ, ଏହା କାହାକୁ କୁହାଯାଇଛି? ଏହା ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ କୁହାଯାଇଛି। ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କର ସର୍ବସ୍ୱ କ'ଣ ଥିଲା? ଗ୍ରନ୍ଥାଗାର। ଉତ୍ତରକୁ ଦେଖିଦିଅ ପିଲାମାନେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ଦୁଃଖୀ ରଙ୍ଗୀଙ୍କୁ ଶୋଷଣ କରି ରାଜାମାନେ ବିଦେଶକୁ କ'ଣ ଖୁଆଉଥିଲେ? ଘିଅ, ଅଟା ମାନେ ଶାଗ ମୁଣ୍ଡା, କୁର୍କୁଟାଣ୍ଡ, ଖୁଦକୁଣ୍ଡା। ଏଇଠି କୁର୍କୁଟାଣ୍ଡ। ରାଜାମାନେ କିପରି ନିଜର ମାଲକାନା ପୂର୍ଣ୍ଣ କରୁଥିଲେ? ପ୍ରଜାମାନଙ୍କର ଧନ ଅପହରଣ କରି, ଜରିମାନା କରି, ବ୍ରିଟିଶ ସରକାରଙ୍କୁ କରଜ ଆଣି, ବହୁ ସମ୍ପତ୍ତି ବିକ୍ରି କରି, ଜରିମାନା କରି। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ବନିଶିକା ପରି କିଏ ଊର୍ଦ୍ଧ୍ୱଗାମୀ ଥିଲେ? ସାମନ୍ତ ଚନ୍ଦ୍ରଶେଖର, ଉତ୍କଳ ଗଜପତି, ଉତ୍କଳର ସେନାପତି, ବକ୍ସି ଜଗବନ୍ଧୁ। ଉତ୍କଳର ଗଜପତି। କବି ରାଧାନାଥ ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କ ପିତୃଗଣ ପରମ ଉଦାର ବୋଲି କାହିଁକି କହିଛନ୍ତି? ସେମାନେ ସୁଶାସକ ଥିଲେ। ସେକେଣ୍ଡରେ ଶକ୍ତିଶାଳୀ ଯୋଦ୍ଧା ଥିଲେ। ରାଜ୍ୟକୁ ଏକ ପରିବାର ମନେ କରୁଥିଲେ। ଦୋଷୀ ପ୍ରଜାଙ୍କୁ ଦଣ୍ଡ ଦେଉନଥିଲେ। ଉତ୍ତର ହେଲା ରାଜ୍ୟକୁ ଏକ ପରିବାର ମନେ କରୁଥିଲେ। କ୍ୱେଶ୍ଚନ ନମ୍ବର 8। କବିଙ୍କ ସମୟର ରାଜା ଓ ପ୍ରଜାଙ୍କର ସମ୍ପର୍କ କିପରି ଥିଲା? ଶୁଆଶାରୀ ପରି, ବାଜପାରା ପରି, ସିଂହ ଶଶଙ୍କ ପରି, ପିତା ପୁତ୍ର ପରି। ବାଜପାରା ପରି। ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? ବେତମାଡ଼ ଦେଇ, କର ଆଦାୟ କରି, ବିଦେଶୀ ବନ୍ଧୁକ ଦେଖାଇ, ବନ୍ଦୀ କରି। ଉତ୍ତର ହେଉଛି ବିଦେଶୀ ବନ୍ଧୁକ ଦେଖାଇ। ବିଶ୍ୱବିଜୟୀ ଆଲେକଜାଣ୍ଡାର ସମୁଦ୍ର କୂଳରେ ପହଞ୍ଚି କାହିଁକି କାନ୍ଦି ପକାଇଲେ? ଯୁଦ୍ଧ କରି କ୍ଳାନ୍ତ ହୋଇଯାଇଥିବାରୁ, ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ, ପୁରଙ୍କ ସହିତ ହାରିଯିବାରୁ, ରୋଗଗ୍ରସ୍ତ ହୋଇଯାଇଥିବାରୁ। ଜୟ କରିବା ପାଇଁ ଆଉ କୌଣସି ରାଜ୍ୟ ନଥିବାରୁ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ପିଲେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ଉକ୍ତିଟି କାହାର? ଏଠି ଉତ୍କଳ ଗଜପତି, ବିଶ୍ୱବିଜୟୀ ଆଲେକଜାଣ୍ଡାର, ସାମନ୍ତ ଚନ୍ଦ୍ରଶେଖର, ଜଣେ ସାଧାରଣ ପ୍ରଜା। ଏଠି ବିଶ୍ୱବିଜୟୀ ଆଲେକଜାଣ୍ଡାର। ଭଙ୍ଗା ମାଠିଆରୁ ପାଣି ବହିଯିବା ପରି ମଣିଷ ଜୀବନରୁ କ'ଣ ବହିଯାଏ? ବଳ, ଆୟୁ, ଧନ, ଯୌବନ। ଉତ୍ତର ହେଉଛି ଆୟୁ। ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେକରି କିଏ ହସୁଥାଏ? ତା'ର କିପରି ଗତି ଘଟେ? ହସି ହସି ମୃତ୍ୟୁ ତା ପଛରେ ଆସି ବସିଯାଏ। ତା ଜୀବନ ଦୀର୍ଘାୟୁ ହୋଇଥାଏ। ମୃତ୍ୟୁ ଭୟ ଲୋପ ପାଇଯାଏ, ଆନନ୍ଦରେ ରହେ। ହସି ହସି ତା ପଛପଟେ ଆସି ବସିଯାଏ। ଉତ୍ତର
ଆୟୁ ବଢ଼ିଗଲେ ଜୀବନର ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି। ଛାୟା ପରି ବଢ଼ିଯାଏ, ବ୍ୟକ୍ତି ଲିପ୍ତ ହୋଇଯାଏ, ମାୟାର ଆକର୍ଷଣ ରହେ ନାହିଁ, ମାୟା କମିଯାଏ, ଛାୟା ପରି ବଢ଼ିଯାଏ। ଏହାର ଉତ୍ତର ହେଉଛି ଛାୟା ପରି ବଢ଼ିଯାଏ। ବିଧାତା ଧର୍ମ ରୂପକ ପଥ ଗଢ଼ିଛନ୍ତି କାହିଁକି? ସଂସାର ପାରିଧିକୁ ଅତିକ୍ରମ କରିବା ପାଇଁ, ଧର୍ମହୀନ ବ୍ୟକ୍ତିକୁ ଧର୍ମ ସମ୍ପର୍କରେ ସଚେତନ କରିବା ପାଇଁ, ଧର୍ମର ପ୍ରସାର କରିବା ପାଇଁ, ରାଜ୍ୟ ଶାସନ କରିବା ପାଇଁ, ସଂସାର ପାରିଧିକୁ ଅତିକ୍ରମ କରିବା ପାଇଁ। ପରବର୍ତ୍ତୀ କ୍ୱେଶ୍ଚନ୍ ପିଲାମାନେ 1 ମାର୍କ ବିଶିଷ୍ଟ କ୍ୱେଶ୍ଚନ୍ ଆମେ ଦେଖିବା। କେଉଁମାନେ ରାଜ୍ୟକୁ ନିଜର ପରିବାର ପରି ମନେ କରୁଥିଲେ? କବିଙ୍କ ସମୟରେ ଯୋଗ ଦେଇଥିବା ରାଜାମାନଙ୍କର ପିତୃଗଣ ରାଜ୍ୟକୁ ନିଜର ଏକ ପରିବାର ପରି ମନେ କରୁଥିଲେ। ଏବେ ରାଜ୍ୟ ଓ ପ୍ରଜାଙ୍କର ସମ୍ପର୍କ କିପରି ବୋଲି କୁହାଯାଇଛି? ଏବେ ରାଜା ଓ ପ୍ରଜାଙ୍କର ସମ୍ପର୍କ ଖାଦକ ଖାଦ୍ୟର ସମ୍ପର୍କ, ଯାହାକୁ କବି ବାଜପାରା ସମ୍ପର୍କ ବୋଲି କହିଛନ୍ତି। ରାଜଭୋଗର ଅଭିଳାଷ ପ୍ରଜାଙ୍କର ଠାରୁ କ'ଣ କାଢ଼ିନେଲେ? ରାଜଭୋଗର ଅଭିଳାଷ ପ୍ରଜାଙ୍କ ଠାରୁ ଶ୍ରମାର୍ଜିତ ଗ୍ରାସ କାଢ଼ିନେଲେ। ଦେଶୀ ହୋଇ ରାଜାମାନେ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ? ଦେଶୀ ହୋଇ ରାଜାମାନେ ସର୍ବଶେଷ ବିଦେଶୀ ନୀତି ଅବଲମ୍ବନ କରୁଥିଲେ। ପ୍ରଜାଙ୍କର ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ? ପ୍ରଜାଙ୍କର ଚିତ୍ତକୁ ପୂର୍ବ ରାଜାମାନେ ବାତ୍ସଲ୍ୟ ସ୍ନେହରେ ବାନ୍ଧିଥିଲେ। ବଡ଼ପଣ କବିତା ରାଧାନାଥଙ୍କର କେଉଁ କାବ୍ୟରୁ ଆସିଅଛି? ବଡ଼ପଣ କବିତା ରାଧାନାଥଙ୍କର ବଡ଼ପଣ ଦରବାର କାବ୍ୟରୁ ଆସିଅଛି। ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରଙ୍କର କ'ଣ ବିକି ଭାଞ୍ଜି ଖାଉଥିଲେ? ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରମାନେ ପୂର୍ବପୁରୁଷଙ୍କର ବିଳାସ ପ୍ରତିଷ୍ଠାକୁ ବିକି ଭାଞ୍ଜି ଖାଉଥିଲେ। ଜଳଧାରାର ଧର୍ମ କ'ଣ? ଜଳଧାରାର ଧର୍ମ ସର୍ବଦା ଅଧୋଗତି ବା ନିମ୍ନଗତି କରିବା। ପୂର୍ବ ରାଜାଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରଙ୍କର କିପରି ଅବସ୍ଥା ହୋଇଛି ଓ ପୂର୍ବ ରାଜାଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରଙ୍କର ଅବସ୍ଥା ଜଳଧାରା ପରି ଅଧୋଗତ ହୋଇଯାଇଛି। ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ବହ୍ନିଶିଖା ପରି ଊର୍ଦ୍ଧ୍ୱଗାମୀ ଥିଲେ। କିଏ ବିଦେଶୀ ସଙ୍ଗିନୀ ପ୍ରଜାଙ୍କୁ ଭୟଭୀତ କରାଉଥିଲେ? ସେ ସମୟରେ ରାଜାମାନେ ଯେଉଁମାନେ ଦରବାରରେ ଉପସ୍ଥିତ ଥିଲେ, ସେମାନେ ବିଦେଶୀ ସଙ୍ଗିନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ପିଲାମାନେ। ଆଜିର ରାଜାମାନଙ୍କର ସର୍ବସ୍ୱ କ'ଣ? ଆଜିର ରାଜାମାନଙ୍କର ସର୍ବସ୍ୱ ହେଉଛି ଗ୍ରନ୍ଥାଗାର ବା ପ୍ରାସାଦ, ଗାଭୀ, ଅଶ୍ୱ, ହସ୍ତୀ। ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ଆଜିର ରାଜଧର୍ମ ହେଉଛି କୌଣସି ପ୍ରକାର ପ୍ରଜାମାନଙ୍କର ଧନ ବୋହି ଆଣିବା। କବି କେଉଁମାନଙ୍କୁ କାନକୁହା ବୋଲି କହିଛନ୍ତି? କବି ମନ୍ତ୍ରୀମାନଙ୍କୁ କାନକୁହା ବୋଲି କହିଛନ୍ତି। 14 ନମ୍ବର କ୍ୱେଶ୍ଚନ୍। ଦୁଃଖୀ ରଙ୍କିକୁ ତଣ୍ଟି ରାଜଗଣ ବିଦେଶୀକୁ କ'ଣ ଖୁଆଉଥିଲେ? ଦୁଃଖୀ ରଙ୍କିଙ୍କୁ ତଣ୍ଟି ରାଜଗଣ ବିଦେଶୀକୁ କୁର୍କୁଟାଣ୍ଡ ଖୁଆଉଥିଲେ। 16 ନମ୍ବର। କାଣ୍ଡପୁଷ୍ଟ ହୁଣ୍ଡା ବୋଲି କାହାକୁ କୁହାଯାଇଛି? କାଣ୍ଡପୁଷ୍ଟ ହୁଣ୍ଡା ଜ୍ଞାନଶୂନ୍ୟ ଅସ୍ତ୍ର ବ୍ୟବସାୟୀଙ୍କୁ କୁହାଯାଇଛି। ପ୍ରଜାଙ୍କ ମଧ୍ୟରେ କିଏ ପାପ ବୁଦ୍ଧିକୁ ମନାସୁଥିଲେ? ପ୍ରଜାଙ୍କ ମଧ୍ୟରେ ସେ ସମୟର ରାଜା ଓ ଜମିଦାରମାନେ ପାପ ବୁଦ୍ଧିକୁ ମନାସୁଥିଲେ। ରାଜାମାନେ କିପରି ନିଜର ମାଲକାନା ଭରୁଥିଲେ? ରାଜାମାନେ ପ୍ରଜାମାନଙ୍କ ଉପରେ ଜରିମାନା କରି ସେହି ଧନରେ ନିଜର ମାଲକାନା ଭରୁଥିଲେ। କେଉଁ ଚିନ୍ତା ବିନା ରାଜାଙ୍କର ଅନ୍ୟ ଚିନ୍ତା ନଥିଲା? ଧନ ଚିନ୍ତା ବିନା ରାଜାଙ୍କର ଅନ୍ୟ ଚିନ୍ତା ନଥିଲା। 20 ନମ୍ବର କ୍ୱେଶ୍ଚନ୍। ଜାଗ୍ରତ ଓ ସ୍ୱପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତ ହେଉଥିଲା? ଜାଗ୍ରତ ଓ ସ୍ୱପ୍ନରେ ରାଜାଙ୍କର ଠାରେ ଧନର ଲାଳସା ଜାଗ୍ରତ ହେଉଥିଲା।
ଧନ ସାଫଲ୍ୟ କେଉଁଥିରେ ଥାଏ? ଧନର ସାଫଲ୍ୟ ଧନର ସୁବ୍ୟୟରେ ହିଁ ଥାଏ। କିଏ ଧନକୁ ଜଗି ବସିଥାଏ? ଯକ୍ଷ ଭଳି ରାଜା ଧନକୁ ଜଗି ବସିଥାଏ। ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି? ରାଧାନାଥ ଗ୍ରୀକ୍ ବୀର ଆଲେକଜାଣ୍ଡାରକୁ ସ୍କନ୍ଦର ବୋଲି କହିଛନ୍ତି। ସ୍କନ୍ଦର କାହିଁକି କାନ୍ଦୁଥିଲେ? ଜିଣିବାକୁ ଧାରାଖଣ୍ଡ ନଥିବାରୁ ସ୍କନ୍ଦର କାନ୍ଦୁଥିଲେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ। କିଏ କହିଛନ୍ତି? ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ବିଶ୍ୱବିଜୟୀ ଆଲେକଜାଣ୍ଡାର ବା ସ୍କନ୍ଦର କହିଛନ୍ତି। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ପିଲାମାନେ। ଲକ୍ଷେ ଚଷୀ ବୋଲି କାହାକୁ କୁହାଯାଇଛି? ସେ ସମୟର ରାଜା ଓ ଜମିଦାର ଗୋଷ୍ଠୀଙ୍କୁ। ଯେଉଁମାନେ ନିଜକୁ ଲକ୍ଷେ ଯୋଶୀ ବୋଲି କହୁଛନ୍ତି ସେମାନଙ୍କୁ ଲକ୍ଷେ ଚଷୀ ବୋଲି କବି କହିଛନ୍ତି। ରାଜା ଓ ଜମିଦାର କାହିଁକି ପ୍ରଜାଙ୍କୁ ଶୋଷଣ କରନ୍ତି? ରାଜା ଓ ଜମିଦାରମାନେ ଗଣିକା, ଓକିଲ, ଛାମୁଆ ପୋଷଣ ଲାଗି ପ୍ରଜାଙ୍କୁ ଶୋଷଣ କରନ୍ତି। ପାପବିତ୍ତ କିପରି ଅର୍ଜିତ ହୁଏ? ପ୍ରଜାଙ୍କର ରକ୍ତ, ସ୍ୱେଦ ଓ ଲୋତକରେ ଅର୍ଜିତ ଧନରାଶି ଲୁଣ୍ଠନ ଦ୍ୱାରା ପାପବିତ୍ତ ଅର୍ଜିତ ହୁଏ। ଭଙ୍ଗା ମାଠିଆରୁ ପାଣି ବହିଗଲା ପରି କ'ଣ ପ୍ରତିକ୍ଷଣେ ବହିଯାଉଛି? ଭଙ୍ଗା ମାଠିଆରୁ ପାଣି ବହିଗଲା ପରି ଶରୀରରୁ ଆୟୁ ପ୍ରତିକ୍ଷଣରେ ବହିଯାଉଛି। କାଳ କିପରି? କାଳ କ୍ରୂର ଓ ବଡ଼ ଅବିଶ୍ୱାସୀ। କାହାକୁ ଅବିଶ୍ୱାସୀ ବୋଲି କୁହାଯାଇଛି? କ୍ରୂର କାଳକୁ ଅବିଶ୍ୱାସୀ ବୋଲି କୁହାଯାଇଛି। କାହା ପଛରେ କାଳ ଲୁଚି ବସିଥାଏ? କାଳ ଦୂରରେ ଅଛି ଏହା ବିଚାର କରି ଯିଏ ହସୁଥାଏ କାଳ ତା ପଛରେ ଲୁଚି ବସିଥାଏ। କିଏ ହଠାତ୍ ଆସି ହାବୁଡ଼େଇ ଯିବ ବୋଲି କୁହାଯାଇଛି? କ୍ରୂର କାଳ ହଠାତ୍ ଆସି ହାବୁଡ଼େଇ ଯିବ ବୋଲି କୁହାଯାଇଛି। ଛାୟା କେତେବେଳେ ବଢ଼ିଯାଏ? ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଦିଗକୁ ଯାଆନ୍ତି ବା ସମୟ ଯେତେବେଳେ ବଢ଼ିଯାଏ ଛାୟା ସେତେବେଳେ ବଢ଼ିଯାଏ। ରାଧାନାଥ ମାୟାକୁ କାହା ସହିତ ତୁଳନା କରିଛନ୍ତି? ରାଧାନାଥ ମାୟାକୁ ଛାୟା ସହିତ ତୁଳନା କରିଛନ୍ତି। ମାୟାର ଚେର ଭେଦିଗଲେ କି କ୍ଷତି ହୁଏ? ମାୟାର ଚେର ଭେଦିଗଲେ ଅନ୍ତକ ଯେତିକି ରଗଡ଼ି ଝିଙ୍କିଥାଏ। ଅନ୍ତକ କିଏ? ଅନ୍ତକ ହେଉଛି ମୃତ୍ୟୁର ଦେବତା ବା ଯମ। ବେଲ ଥାଉ ଥାଉ କ'ଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି? ବେଲ ଥାଉ ଥାଉ ଧର୍ମ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି। 39 ନମ୍ବର କ୍ୱେଶ୍ଚନ ପିଲାମାନେ। ସଂସାରରେ ଜନ୍ମଫଳ କ'ଣ ମିଳେ? ସଂସାରରେ ଜନ୍ମଫଳରୁ ବଡ଼ପଣ ମିଳେ। ବଡ଼ପଣ କିପରି ଚିରସ୍ଥାୟୀ ହୁଏ? ବଡ଼ପଣ ଧର୍ମ ଫଳରୁ ଚିରସ୍ଥାୟୀ ହୁଏ। ବିଧାତା କିଏ ପୋତ ଗଢ଼ିଛନ୍ତି? ବିଧାତା ଧର୍ମପୋତ ଗଢ଼ିଛନ୍ତି। ଭଗବାନ କାହିଁକି ଧର୍ମର ପୋତ ଗଢ଼ିଛନ୍ତି? ଭଗବାନ ସଂସାର ବାରିଧିକୁ ତରିବା ପାଇଁ ଧର୍ମର ପୋତ ଗଢ଼ିଛନ୍ତି। ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି? ସଂସାରକୁ କବି ବାରିଧି ବା ସମୁଦ୍ର ସହିତ ତୁଳନା କରିଛନ୍ତି। ସଂସାରରେ ମହତପଣିଆ କ'ଣ? ସଂସାରରେ ମହତପଣିଆ ହେଉଛି ଧର୍ମ। ସଂସାରର ସବୁ ବଡ଼ପଣକୁ କବି କ'ଣ ବୋଲି କହିଛନ୍ତି? ସଂସାରର ସବୁ ବଡ଼ପଣକୁ କବି ଅଢ଼େଇ ଦିନ ବୋଲି କହିଛନ୍ତି। ଦ୍ୱିଲୋକ ସାଧିନୀ ବୋଲି କବି କାହାକୁ କହିଛନ୍ତି? ଧର୍ମ ରୂପକ ବଡ଼ପଣକୁ କବି ଦ୍ୱିଲୋକ ସାଧିନୀ ବୋଲି କହିଛନ୍ତି। କେଉଁ ବଡ଼ପଣରେ ମତି ଲଗାଇବାକୁ କବି ପରାମର୍ଶ ଦେଇଛନ୍ତି? ଯେଉଁ ବଡ଼ପଣରେ ଦୁଇ ଲୋକର ହିତ ସାଧନ କରେ ଏହା ଏବଂ ଯାହା ପାଖକୁ କାଳ ପ୍ରବେଶ କରିପାରେ ନାହିଁ। ବଡ଼ପଣର ମନ ବଳାଇବା ପାଇଁ କବି ପରାମର୍ଶ ଦେଇଛନ୍ତି। ନିଜେ ଉଚ୍ଚ ହୋଇ କ'ଣ ଲାଭ କରିବା ପାଇଁ କବି ରାଜାଙ୍କୁ ପରାମର୍ଶ ଦେଇଛନ୍ତି? ନିଜେ ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି। କେଉଁଥିରେ ମନ ବାହୁଡ଼ାଇ ନେବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି? ଅମୂଲ୍ୟହୀନ ବଡ଼ପଣ ଲାଲସାରୁ ମନ ବାହୁଡ଼ାଇ ନେବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜେ ଉଚ୍ଚ ହୋଇ କ'ଣ ଲାଭ କରିବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି? ନିଜେ ଉଚ୍ଚ ହୋଇ ଉଚ୍ଚତର ଗତି ଅର୍ଥାତ୍ ବଡ଼ପଣ ଲାଭ କରିବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ପିଲାମାନେ ଦେଖିବା ଆମେ 2 ମାର୍କ ବିଶିଷ୍ଟ ଯାହାକି କବି
ନାଁ ଲେଖିବାକୁ ପଡ଼ିବ ଏବଂ କବିତାର ନାଁ ଲେଖିବାକୁ ପଡ଼ିବ। ଯେମିତି କବିତା ବଡ଼ପଣ, କବିବର ରାଧାନାଥ ରାୟ। କାହାର ସମ୍ପର୍କକୁ ବାଜ ଓ ପାରା ସମ୍ପର୍କ ବୋଲି କୁହାଯାଇଛି? କବିତା ବଡ଼ପଣ, କବିବର ରାଧାନାଥ ରାୟ। କବିଙ୍କର ସମକାଳୀନ ରାଜା ଓ ପ୍ରଜାର ସମ୍ପର୍କକୁ ବାଜପାରା ସମ୍ପର୍କ ବୋଲି କୁହାଯାଇଛି। ଏମିତି ଲେଖିବାକୁ ପଡ଼ିବ। ପ୍ରଜାଙ୍କର ସମର୍ଜିତ ଗ୍ରାସ କିଏ କାଢ଼ି ନେଇଛି? ଭୋଗ ଅଭିଳାଷୀ ରାଜାମାନେ ପ୍ରଜାଙ୍କର ମୁଖରୁ ସମାର୍ଜିତ ଗ୍ରାସ କାଢ଼ି ନେଇଛନ୍ତି ବୋଲି କବି କହିଛନ୍ତି। ନିର୍ମମ ବିଦେଶୀ ନୀତି କ'ଣ? ନିର୍ମମ ବିଦେଶୀ ନୀତି ହେଉଛି ପ୍ରଜାମାନଙ୍କୁ ସବୁବେଳେ ଶୋଷଣ କରିବା। ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣେଇଥିଲେ? ଦେଶୀ ରାଜାମାନେ ସର୍ବଶୋଷଣକାରୀ ନିର୍ମମ ବିଦେଶୀ ନୀତି ଆପଣେଇ ପ୍ରଜାଙ୍କର ସର୍ବସ୍ୱ ଲୁଣ୍ଠନ କରିଥିଲେ। ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ? ରାଜାମାନେ ପ୍ରଜାମାନଙ୍କୁ ବିଦେଶୀ ସଙ୍ଗୀନ ଦେଖାଇ ଭୟଭୀତ କରାଉଥିଲେ। ଦରବାରକାଳୀନ ରାଜାଙ୍କର ରାଜଧର୍ମ କିପରି ଥିଲା? ଦରବାରକାଳୀନ ରାଜାଙ୍କର ରାଜଧର୍ମ ଥିଲା ପ୍ରଜାମାନଙ୍କର ଧନକୁ କୌଣସି ପ୍ରକାରରେ ବୋହି ନେବା। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା ପିଲାମାନେ। କବି ରାଧାନାଥ କେଉଁମାନଙ୍କୁ କେଶରୀ ଔରସୀ ସ୍ୱନ ବୋଲି କୁହାଯାଉଛି? ସେ ସମୟର ରାଜା ଓ ଜମିଦାରମାନଙ୍କୁ କବି ରାଧାନାଥ ରାୟ ବ୍ୟଙ୍ଗ କରି କେଶରୀ ଔରସୀ ସ୍ୱନ ବୋଲି କହିଛନ୍ତି। ପୂର୍ବପୁରୁଷର ବିଷାଦ ପ୍ରତିଷ୍ଠାକୁ କବିଙ୍କ ସମୟରେ ରାଜାମାନେ କିପରି ନଷ୍ଟ କରିଥିଲେ? ପୂର୍ବପୁରୁଷ ବିଳାସ ପ୍ରତିଷ୍ଠାକୁ କବିଙ୍କର ସମୟରେ ରାଜାମାନେ ନ ବଢ଼ାଇ ବରଂ ତାହାକୁ ବିକି ଭାଞ୍ଜି ଖାଉଥିଲେ ଏବଂ ବଢ଼ାଇ ଦେଖାଇ ହୋଇ ନଷ୍ଟ କରି ଦେଉଥିଲେ। ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ କାହା ଉଦ୍ଦେଶ୍ୟରେ କୁହାଯାଇଛି? ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଅତୀତର ଉତ୍କଳ ଯଶସ୍ୱୀ ରାଜାଙ୍କର ଉଦ୍ଦେଶ୍ୟରେ କୁହାଯାଇଛି। ପ୍ରାଚୀନ ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ? ପ୍ରାଚୀନ ଓଡ଼ିଶାର ରାଜାମାନେ ରାଜ୍ୟକୁ ନିଜର ଏକ ପରିବାର ମନେ କରି ଉଦାର ଭାବ ଦେଖାଉଥିଲେ। ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା? ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ ଅତ୍ୟନ୍ତ ଉତ୍ତମ, ଯାହାକୁ କବି ସୁଧାରା ବୋଲି କହିଛନ୍ତି। ରାଜାମାନେ ବିଦେଶୀଙ୍କୁ କିପରି କୁକୁଟାଣ୍ଡ ଖୁଆଉଥିଲେ? ରାଜାମାନେ ଦୁଃଖୀ, ରଙ୍କି, ଅରକ୍ଷିତ ଓ ବିଧାତାଙ୍କୁ ଶୋଷଣ କରି ବିଦେଶୀଙ୍କୁ କୁକୁଟାଣ୍ଡ ଖୁଆଉଥିଲେ। ରାଜାମାନେ କ'ଣ ପାଇଁ ଟାକି ରହିଥିଲେ ବୋଲି କୁହାଯାଇଛି? ରାଜାମାନେ ପ୍ରଜାମାନଙ୍କ ଉପରେ ଜରିମାନା କରି ସେହି ଧନରେ ନିଜର ମାଲିକାନା ପୂରଣ କରିବା ପାଇଁ ଟାକି ରହିଥିଲେ। ଧନ ଅର୍ଜନ ପ୍ରକୃତ ସଫଳ କିପରି ମିଳେ ବୋଲି କବି କହିଛନ୍ତି? ଧନ ଅର୍ଜନ ପ୍ରକୃତ ସଫଳ କେବଳ ସୁବ୍ୟୟରେ ମିଳିଥାଏ ବୋଲି କହିଛନ୍ତି। ମଣିଷ ମୃତ୍ୟୁ ପରେ ତା'ର ଅର୍ଜିତ ଧନ କି ପରିଣତ ହୁଏ? ମଣିଷ ମୃତ୍ୟୁ ପରେ ତା'ର ଅର୍ଜିତ ଧନକୁ ସେ ସାଙ୍ଗରେ ନେଇଯାଏ ନାହିଁ, ସବୁକିଛି ସେମିତି ପଡ଼ି ରହିଥାଏ। ବିଶ୍ୱବିଜୟୀ ଆଲେକଜାଣ୍ଡାର କାହିଁକି ଅଶ୍ରୁସିକ୍ତ ଗଣ୍ଡ କରିଥିଲେ? ଅର୍ଥାତ୍ ବିଶ୍ୱବିଜୟୀ ଆଲେକଜାଣ୍ଡାର ଜୟ କରିବାକୁ କୌଣସି ଧାରାଖଣ୍ଡ ନଥିବାରୁ ଅଶ୍ରୁସିକ୍ତ ଗଣ୍ଡ କରିଥିଲେ, ଅର୍ଥାତ୍ କାନ୍ଦି ପକାଇଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ପିଲାମାନେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ କିଏ କେତେବେଳେ କହିଥିଲେ? ବିଶ୍ୱବିଜୟୀ ଗ୍ରୀକ୍ ବୀର ଆଲେକଜାଣ୍ଡାର ଏକଥା ମୃତ୍ୟୁ ପୂର୍ବରୁ ନିଜର ସହଚରୀମାନଙ୍କୁ କହିଥିଲେ। ତାଙ୍କ ମୃତ୍ୟୁ ପରେ କକେଇରେ ଶବ ନେଲାବେଳେ ଦୁଇ ହସ୍ତ ଦୁଇ ପାର୍ଶ୍ୱକୁ ଝୁଲାଇ ରଖିବାକୁ ସେ କହିଥିଲେ, ଯେଉଁଥିରୁ ଜଗତବାସୀ ଜାଣିବେ ଯେ ସେ ଶୂନ୍ୟ ହସ୍ତରେ ଆସିଥିଲେ ଓ ଶୂନ୍ୟ ହସ୍ତରେ ଫେରିଗଲେ। ରାଜାମାନେ ପ୍ରଜାମାନଙ୍କଠାରୁ ଶୋଷଣ କରି ଆଣୁଥିବା ବିତ୍ତ କିପରି ବ୍ୟୟ କରୁଥିଲେ? ରାଜାମାନେ ପ୍ରଜାମାନଙ୍କଠାରୁ ଶୋଷଣ କରି ଆଣୁଥିବା
ବିତ୍ତକୁ ଗଣିକା, ଓକିଲ, ଛାମୁଆଙ୍କ ପୋଷଣରେ ବ୍ୟୟ କରୁଥିଲେ। କବି କାହିଁକି କାଳ ନିଷ୍ଠୁର ଓ ଅନ୍ଧବିଶ୍ୱାସ ବୋଲି କହିଛନ୍ତି? କବି କାଳକୁ ନିଷ୍ଠୁର ଓ ଅନ୍ଧବିଶ୍ୱାସ ବୋଲି କହିଛନ୍ତି କାରଣ ଯେକୌଣସି ସମୟରେ କାଳ ଆସି ହାବୁଡ଼େଇ ଯାଇପାରେ। ମାୟା ବଢ଼ିଲେ କ'ଣ ହୁଏ? ମାୟା ବଢ଼ିଲେ ମାୟାଚର ତଳକୁ ତଳକୁ ବେଧିଥାଏ, ଅର୍ଥାତ୍ ସାଂସାରିକ ବନ୍ଧନ ଦୃଢ଼ ହୋଇଥାଏ। ଧର୍ମପଥ କିଏ କାହିଁକି ଗଢ଼ିଛନ୍ତି? ଧର୍ମପଥକୁ ବିଧି ସଂସାର ପାରିଧିକୁ ତରିବା ପାଇଁ ଗଢ଼ିଛନ୍ତି। ପ୍ରକୃତ ବଡ଼ପଣ କ'ଣ? ପ୍ରକୃତ ବଡ଼ପଣ ହେଉଛି ଧର୍ମ, ଯାହାକୁ କି କାଳ ବଳିତ କରିପାରେ ନାହିଁ ବା କାଳ କବଳିତ କରିପାରେ ନାହିଁ ଓ ସେ ଦିଲୋକ ସାଧିନୀ ହୋଇଥାଏ। ଉଚ୍ଚ ହୋଇ ଲୋଭ ଉଚ୍ଚତର ଗତି କିଏ କାହାକୁ କହିଛନ୍ତି? କବି ସେ ସମୟର ରାଜାମାନଙ୍କୁ ଏକଥା କହିଛନ୍ତି, କାରଣ ରାଜାମାନେ ରାଜଧର୍ମ ମନ ଦେଇ ମହତ୍ କାର୍ଯ୍ୟ କରି ଉଚ୍ଚତର ଗତି ଲାଭ କରନ୍ତୁ ବୋଲି କବି ଇଚ୍ଛା କରିଛନ୍ତି। ଏବେ ପିଲାମାନେ ଆମେ ଦେଖିବା 3 ମାର୍କ ବିଶିଷ୍ଟ କ୍ୱେଶ୍ଚନ୍, ଯେମିତିକି କବିତା ଏବଂ କବିଙ୍କର ନାଁ ତ ନିଶ୍ଚିତ ଭାବରେ ଲେଖିବାକୁ ପଡ଼ିବ। ଧନ ଅର୍ଜନ ଓ ଏହାର ସୁବ୍ୟୟ କିପରି ହୋଇପାରିବ ବୋଲି କବି ପରାମର୍ଶ ଦେଇଛନ୍ତି। ଏଇଟା 3 ମାର୍କ ବିଶିଷ୍ଟ ପିଲାମାନେ। କବିଙ୍କ ସମୟରେ ଧନ ଲାଳସା ରାଜାମାନଙ୍କୁ ସେ ବ୍ୟଙ୍ଗ କରି କହିଛନ୍ତି, କେବଳ ଧନ ଅର୍ଜନ କଲେ କିଛି ଲାଭ ହେବ ନାହିଁ। କେବଳ ଯକ୍ଷ ପରି ଧନକୁ ଜଗି ରହିବା କୌଣସି ସଫଳ ମିଳେ ନାହିଁ। ଧନ ଅର୍ଜନ ସହିତ ଏହାର ସୁବ୍ୟୟ ସଫଳତା ମିଳିଥାଏ ବୋଲି କବି କହିଛନ୍ତି। ପ୍ରଜାଙ୍କଠାରୁ ଆଦାୟ କରାଯାଉଥିବା ଧନ କେବଳ ସେମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କଲେ ରାଜାମାନେ ପ୍ରତିଷ୍ଠା ହୋଇପାରିବେ ବୋଲି କବି ସୂଚନା ଦେଇଛନ୍ତି। ଆଲେକଜାଣ୍ଡାର ଶେଷ ଇଚ୍ଛା କ'ଣ ଥିଲା? ଆଲେକଜାଣ୍ଡାର ବିଶ୍ୱବିଜୟୀ ଭାବରେ ପରିଚିତ ହୋଇ ପ୍ରଚୁର କ୍ଷମତା ଓ ଧନ ସମ୍ପଦର ଅଧିକାରୀ ହୋଇଥିଲେ ମଧ୍ୟ ଏସବୁର ଆସରତା ବୁଝିପାରି ଶେଷରେ ଜୀବନରେ ସେ ହତାଶ ହୋଇ ପଡ଼ିଥିଲେ। ସେ ମୃତ୍ୟୁ ସମୟରେ ନିଜର ଶେଷ ଇଚ୍ଛାକୁ ପ୍ରକାଶ କରି କହିଥିଲେ, ମୋ ପିଣ୍ଡରୁ ପ୍ରାଣପକ୍ଷୀ ଚାଲିଗଲେ ପରେ ମୋର ଶବକୁ କକେଇରେ ନେଲାବେଳେ 2 ପାଖକୁ ମୋର 2 ହାତ ଝୁଲାଇ ଦେବ। ମୋର ଖାଲି ହାତକୁ ଦେଖି ଜଗତ ଲୋକେ ଜାଣିବେ ମୁଁ ଶୂନ୍ୟ ହସ୍ତରେ ଆସିଥିଲି, ଶୂନ୍ୟ ହସ୍ତରେ ଫେରିଗଲି। 3 ନମ୍ବର କ୍ୱେଶ୍ଚନ୍, ଘୃଷ୍ଟି ମୁଖେ ଢାଳି ଯଜ୍ଞକୁଣ୍ଡ ଘୃତ କେଉଁ ପ୍ରସଙ୍ଗରେ କୁହାଯାଇଛି ବୁଝାଇ ଦିଅ। କବି ସେ ସମୟରେ ରାଜା ଯେଉଁମାନେ ଦରବାରରେ ନିଜର ବଡ଼ପଣ ଦେଖାଇ ଦେଇଛନ୍ତି ସେମାନଙ୍କୁ ବ୍ୟଙ୍ଗ କରି ଏଭଳି କହିଛନ୍ତି ଯେ, ପ୍ରଜାଙ୍କୁ ଶୋଷଣ କରି ରାଜାମାନେ ଯେଉଁ ଧନ ଲୁଣ୍ଠନ କରନ୍ତି ତାହାକୁ ସେମାନେ ଗଣିକା, ଓକିଲ, ଛାମୁଆ ପୋଷଣ ପାଇଁ ବ୍ୟୟ କରନ୍ତି। ପାପ ଅର୍ଜିତ ଧନକୁ ପ୍ରାୟଶ୍ଚିତ ବ୍ୟୟ ନ କରି ଏଭଳି ବ୍ୟୟ କରିବାକୁ ସେମାନେ ଅଧିକ ପାପ କରୁଛନ୍ତି। ଏହା ଯଜ୍ଞରେ ବ୍ୟବହାର କରିବାରୁ ଥିବା ଘୃତ ଘୁଷୁରି ମୁଖରେ ଢାଳିବା ସଦୃଶ ବୋଲି କବି କହିଛନ୍ତି ବା ଆକ୍ଷେପ କରିଛନ୍ତି। 4 ନମ୍ବର କ୍ୱେଶ୍ଚନ୍ ପିଲାମାନେ, ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ କବି କି ସୂଚନା ଦେଇଛନ୍ତି? ସେତେବେଳେ ଆୟୋଜିତ ଏକ ଦରବାରକୁ ଆସିଥିଲେ ସେହି ସମୟରେ ରାଜା ଓ ଜମିଦାରମାନେ ଯେଉଁମାନେ କି ନିଜର ବଡ଼ପଣିଆ ଦେଖେଇ ହେଉଥିଲେ, ସେହି ଦେଖେଇ ହେଉଥିବା ରାଜାମାନଙ୍କୁ ବ୍ୟଙ୍ଗ କରି କବି ସେମାନଙ୍କ ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବପୁରୁଷଙ୍କୁ କବି କେଶରୀ ଓ ସିଂହ ସହିତ ତୁଳନା କରିଛନ୍ତି। ସେମାନଙ୍କର ପ୍ରତିଷ୍ଠା ଏତେ ବିଶାଳ ଥିଲା ଯେ ଯାହା ଫଳରେ ଦାୟାଦମାନେ କେବଳ ବିକି ଭାଞ୍ଜି ଚଳାଉଥିଲେ। 5ମ କ୍ୱେଶ୍ଚନ୍, ଉତ୍କଳ ପୂର୍ବ ସମ୍ରାଟମାନଙ୍କର ପରିଚୟ କିପରି ଥିଲା? ଉତ୍କଳ ପୂର୍ବ ସମ୍ରାଟମାନେ ସିଂହ ସଦୃଶ ପରାକ୍ରମୀ ଥିଲେ ଏବଂ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ବହ୍ନିଶିଖା ସଦୃଶ ସେମାନେ ଉତ୍ତରୋତ୍ତର ଉନ୍ନତି କରୁଥିଲେ। ନିଜର ଉଦାରପଣ ହେତୁ ସେମାନେ ତାଙ୍କର ରାଜ୍ୟକୁ ଏକ ପରିବାର ସଦୃଶ ମନେ କରୁଥିଲେ ଏବଂ ପ୍ରଜାଙ୍କୁ ବାତ୍ସଲ୍ୟ ସ୍ନେହରେ ବାନ୍ଧି ରଖିଥିଲେ। 6 ନମ୍ବର କ୍ୱେଶ୍ଚନ୍, ରାଜା ପ୍ରଜା ଏବେ ହେଲେ ବାଜପାରା କେଉଁ ପ୍ରସଙ୍ଗରେ କୁହାଯାଇଛି? କବି ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ ବ୍ୟଙ୍ଗ କରି ପୂର୍ବ ରାଜାମାନଙ୍କର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି। ପୂର୍ବ ରାଜାମାନେ ରାଜ୍ୟକୁ ଏକ ପରିବାର ମନେ କରୁଥିଲେ
ଏବଂ ପ୍ରଜାମାନଙ୍କ ମଙ୍ଗଳ ପାଇଁ ସଦା ତତ୍ପର ହେଉଥିଲେ। ମାତ୍ର ବର୍ତ୍ତମାନ ରାଜାମାନେ ପ୍ରଜାମାନଙ୍କୁ ବହୁ ଭାବରେ ଶୋଷଣ କରୁଛନ୍ତି, ଯାହାକୁ କବି ଖାଦକ ଖାଦ୍ୟର ସମ୍ପର୍କ ବା ବାଜ ଓ ପାରା ସମ୍ପର୍କ ସହିତ ତୁଳନା କରିଛନ୍ତି। ରାଜା ଓ ଜମିଦାରଙ୍କ ଅର୍ଥ କିପରି ଅପବ୍ୟୟିତ ହେଉଛି ବୋଲି କବି ଉଲ୍ଲେଖ କରିଛନ୍ତି। ଦରବାରରେ ନିଜର ବଡ଼ପଣ ଦେଖେଇ ହେଉଥିବା ରାଜା ଓ ଜମିଦାରଙ୍କୁ କବି ସଚେତନ କରିବା ସଙ୍ଗେ ସଙ୍ଗେ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଛନ୍ତି। ସେହି ସମୟର ରାଜା ଓ ପ୍ରଜା ଜମିଦାରମାନେ ପ୍ରଜାଙ୍କର ଧନକୁ ବହୁ ଭାବରେ ଶୋଷଣ କରି ତାହାଙ୍କୁ ଗଣିକା, ଓକିଲ, ଛାମୁଆ ପୋଷଣ ଅବ୍ୟୟ କରୁଥିଲେ ବୋଲି କହିଛନ୍ତି। 8 ନମ୍ବର କ୍ୱେଶ୍ଚନ୍, ମଣିଷ ଜୀବନର କାଳ ମହତ୍ତ୍ୱକୁ କବି କିପରି ବର୍ଣ୍ଣନା କରିଛନ୍ତି? ମଣିଷ ଜୀବନର କାଳ ଅପ୍ରତିହତ ଉପସ୍ଥିତିକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। କାଳ ହେଉଛି ବଡ଼ କ୍ରୂର ଓ ଅବିଶ୍ୱାସୀ। ସେ କୌଣସି ସମୟରେ ମଣିଷ ନିକଟରେ ପହଞ୍ଚି ଯାଇପାରେ। ପୁନଶ୍ଚ ଯେଉଁମାନେ କାଳ ଦୂରରେ ରହିଛି ବୋଲି ହସୁଥାନ୍ତି, କାଳ ସେମାନଙ୍କ ପଛରେ ହସିକରି ଲୁଚି ବସିଥାଏ। କାଳର ମହତ୍ତ୍ୱ ବଡ଼ିମା ଦେଖାଉଥିବା ଅଜ୍ଞମାନେ ଜାଣିପାରି ନାହାନ୍ତି। 9 ନମ୍ବର କ୍ୱେଶ୍ଚନ୍, କେଉଁ ଦୁଃଖକୁ ନିସ୍ତାର ଲାଭ କରିବା ପାଇଁ ହୁସିଆର ହୋଇ ରହିବାକୁ କବି ପରାମର୍ଶ ଦେଇଛନ୍ତି? କବି ଦାର୍ଶନିକ ଭାବରେ ମଣିଷକୁ ମୋହ ମାୟାଗ୍ରସ୍ତ ଜୀବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ଏହା କହିଛନ୍ତି, ମଣିଷ ମାୟା ବନ୍ଧକ ଯେତିକି ବଢ଼ିଥାଏ, ମୃତ୍ୟୁ ତାହାର ସେତିକି କଷ୍ଟ ଦେଇଥାଏ। ଜୀବନର ମୃତ୍ୟୁ କଠିନ ଝିଙ୍କାଝିଙ୍କି ରୂପକ ଦୁଃଖରୁ ନିସ୍ତାର ଲାଭ ପାଇଁ ମୋହ ମାୟା ତ୍ୟାଗ କରିବାକୁ କବି ମଣିଷକୁ ସଚେତନ କରିଛନ୍ତି। 10. ଜନ୍ମ ଅନୁରୂପ ପାଇଥିବା ବଡ଼ପଣ ସୁଫଳ ହେବ କିପରି? କବି ସେ ସମୟରେ ରାଜା ଓ ଜମିଦାରମାନଙ୍କୁ ଧର୍ମ ସମ୍ପର୍କ ସଚେତନ କରିଛନ୍ତି। ସେମାନେ ଯେଉଁ ବଡ଼ପଣ ଦେଖାଇଛନ୍ତି, ତାହା କେବଳ ଜନ୍ମ ଅନୁସାରେ ପ୍ରାପ୍ତ ହୋଇଛି। ମାତ୍ର ଜନ୍ମ ଅନୁସାରେ ଧର୍ମ କରିବାକୁ ପଡ଼ିବ ବୋଲି କବି କହିଛନ୍ତି। କାରଣ ଧର୍ମ ଅର୍ଜନ କଲେ ଧର୍ମ ଫଳସ୍ୱରୂପ ବଡ଼ ସ୍ଥାୟୀ ହୋଇ ଓ ସୁଫଳ ମିଳିଥାଏ। 11 ନମ୍ବର କ୍ୱେଶ୍ଚନ୍, ଉଚ୍ଚତର ଗତି କିପରି ଲାଭ କରାଯାଇପାରିବ ବୋଲି କବି କହିଛନ୍ତି? ଦରବାରରେ ଉପସ୍ଥିତ ଥିବା ରାଜା ଓ ଜମିଦାରମାନଙ୍କର ବଡ଼ପଣକୁ କବି ଅପେକ୍ଷା କରି କହିଛନ୍ତି। କାରଣ ରାଜା ଓ ଜମିଦାରମାନେ ପ୍ରଜାମାନଙ୍କ ସୁଖ ଦୁଃଖକୁ କୌଣସି ସମୟରେ ବିଚାର ନ କରି ନିଜର ସ୍ୱାର୍ଥକୁ ଦେଖାଇଛନ୍ତି। ପ୍ରକୃତ ରାଜଧର୍ମ ପାଳନ କରିବାକୁ ସେମାନେ ଇଚ୍ଛା କରି ନାହାନ୍ତି। କବି ସେମାନଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ସଚେତନ ହୋଇ ରାଜଧର୍ମ ପାଳନ କରିବାକୁ କହିଛନ୍ତି, ଯଦ୍ୱାରା କି ସେମାନେ ଉଚ୍ଚତର ଗତି ଲାଭ କରିପାରିବେ। ପିଲାମାନେ, ଆଜି ଶେଷ କ୍ୱେଶ୍ଚନଟି, ବଡ଼ପଣ ନିନ୍ଦା କରିବାର ଯଥାର୍ଥତା କ'ଣ ବିଚାର କର। ପ୍ରକୃତରେ ବଡ଼ପଣର ଧର୍ମକାର୍ଯ୍ୟ ସାଧନା ଦ୍ୱାରା ଅର୍ଜିତ ପୁଣ୍ୟ ମିଳିଥାଏ, ଯାହା ମଣିଷକୁ ଯଶସ୍ୱୀଳ ଓ ମହନୀୟତା କରିଥାଏ। ସେ ବଡ଼ପଣକୁ କ୍ରୂର କାଳ ଗ୍ରାସ କରିପାରେ ନାହିଁ। ସେହି ବଡ଼ପଣ ମଣିଷର ମୃତ୍ୟୁ ପରେ ମଧ୍ୟ ପ୍ରତିଷ୍ଠା ହୋଇଥାଏ। ତେଣୁ କବି ପ୍ରକୃତରେ ବଡ଼ପଣକୁ ନିନ୍ଦା କରିବା ଯଥାର୍ଥ ଅଟେ। ତେଣୁ ମୋ ଓଡ଼ିଆ ଭାଷା ସାହିତ୍ୟ ଚ୍ୟାନେଲକୁ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଏବଂ ବହୁତ ମାତ୍ରାରେ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ଦେଖିଥିବାରୁ ପୁଣି ଥରେ ଆପଣମାନଙ୍କୁ